ଗଡ଼ଖଙ୍କିରାରେ ଦୋଳ ମହୋତ୍ସବ ଉଦ୍ଘାଟିତ। ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଗ୍ରାମ ରୂପେ ପରିଚିତ ଗଅଁଦିଆ ବ୍ଲକର ଗଡ଼ଖଙ୍କିରା ଏକ ଐତିହ୍ୟ ସମ୍ପନ୍ନ ଗ୍ରାମ ରୂପେ ପରିଚିତ ହୋଇଥିବା ବେଳେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଥମ ଦିନ ମାନ୍ୟବର ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ମାନ୍ୟବର କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଭୁବନେଶ୍ୱରସ୍ଥିତ ସ୍ପର୍ଶ ହସ୍ପିଟାଲର ପ୍ରତିଷ୍ଠାତା ସତ୍ୟବ୍ରତ ଧୀର, ସରପଞ୍ଚ ରଞ୍ଜୁଲତା ଦାସ, ଗଅଁଦିଆ ବ୍ଲକ ପ୍ରତିନିଧି ରତିକାନ୍ତ ସାହୁ, ନିୟୋଲ ପ୍ରସାଦ ମଣ୍ଡଳର ପ୍ରଦୀପ ଦାସ, ସଜଳେନ୍ଦ୍ର ଜେନା ଓ ପ୍ରାକ୍ତନ ସମିତି ସଭ୍ୟ ଦୀପକ ଦାସ ସାମନ୍ତ ଯୋଗଦାନ କରି ଖଙ୍କିରା ଅଞ୍ଚଳର ବିକାଶ ଦିଗରେ ଆଲୋଚନା କରିଥିଲେ। କୃଷି ଓ କୃଷକର ଉନ୍ନତି, ହରିପୁର ଠାରୁ ଗଡ଼ଖଙ୍କିରା ରାସ୍ତାର ଉନ୍ନତି ଓ ଜଳସେଚନର କାର୍ଯ୍ୟକ୍ଷମ ପାଇଁ ମନ୍ତ୍ରୀ ମହୋଦୟଙ୍କୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଥିଲା। ଏହା ପରେ ପରେ ମହାପ୍ରଭୁ ରାଧାକୃଷ୍ଣଙ୍କର ବିମାନ ପ୍ରସେସନ ସହିତ ଗୋପାଳ ପିଲାମାନଙ୍କ ଦ୍ୱାରା ଲଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଏହି ବିମାନ ଯାତ୍ରାରେ ଦେଶକୋଟ, ଯାଦବ ସଂଘ, ତାରିଣୀ ମନ୍ଦିର ଓ ବ୍ରହ୍ମସାହି ବିମାନ ଯୋଗଦେଇ ଗ୍ରାମ ପରିକ୍ରମା କରି ଅଭିର ପ୍ରଦାନରେ ଏକ ବାସନ୍ତିକ କାନ୍ତିର ରୂପଚର୍ଯ୍ୟା ସୃଷ୍ଟି ହୋଇ ପ୍ରେମ ବିରହିଣୀ ରାଧାରାଣୀଙ୍କର ଅମର ଗାଥା ଗ୍ରାମବାସୀ ଉପଲବ୍ଧି କରିଥିଲେ। ଏହି ଉପଲକ୍ଷେ ଯଥାବିଧିରେ ପ୍ରତିବର୍ଷ ଭଳି ଦିବ୍ୟଶ୍ରୀ କଳାକୁଞ୍ଜ ତରଫରୁ 2 ରାତ୍ରି ଧରି ନାଟକ ହା କୃଷ୍ଣ ବୋଲି ଯାଉଯିବ ଓ କାନ୍ଦେନା ଲୁହ ସରିଯିବ ମଞ୍ଚସ୍ଥ ହୋଇଥିଲା। ଏହା ପରଦିନ ପ୍ରାତଃ ଗଣଙ୍କ ଦ୍ୱାରା କାଞ୍ଜି ପଠନ କରାଯାଇ କୃଷି ସମ୍ବନ୍ଧୀୟ ଆଗାମୀ ସୂଚନା ଗ୍ରାମବାସୀମାନେ ଶ୍ରବଣ କରିଥିଲେ। ନାମ ସଂକୀର୍ତ୍ତନ କରାଯାଇ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ହିଁ କରି କେଉଁ ଆବାହମାନ କାଳରୁ ଏକ ଭାଇଚାରା ଭାବର ସୂଚନା ଦେଇ ମହାପ୍ରଭୁଙ୍କର ଆଶୀଷ ମିଳିପାରିଛି ବୋଲି ଗ୍ରାମବାସୀମାନଙ୍କର ବିଶ୍ୱାସ ରହିଛି।